शेषରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ଏକ ମେଲ୍ ଜରିଆରେ ଏଆଇସିସି ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସେ ସମୀକ୍ଷାକୁ କହିଛନ୍ତି ଯେ ମୋତେ ଦଳ କୌଣସି ଆବଶ୍ୟକତା ମନେ କରୁନାହିଁ, ତେଣୁ ଏପରି ଦଳରେ ରହିବା ମଧ୍ୟ କିଛି ଆବଶ୍ୟକତା ନାହିଁ ବୋଲି ସେ ରୋକଠୋକ୍ କହିଛନ୍ତି। ବିଜୟ ପଟ୍ଟନାୟକ ଗତ ବର୍ଷ ଫେବ୍ରୁଆରୀ 23 ତାରିଖରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହାପରେ ସେ କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ରହିଥିଲେ, ହେଲେ ଏହାପରେ ତାଙ୍କୁ ବାହାର କରି ଦିଆଯାଇଥିଲା। ପରେ ସେ ପାରଳାଖେମୁଣ୍ଡିରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇ ହାରିଯାଇଥିଲେ ମଧ୍ୟ ଭଲ ଟକ୍କର ଦେଇଥିଲେ। ସେହିପରି ନିକଟରେ ଏଆଇସିସି ସମସ୍ତ କମିଟି ଭାଙ୍ଗି ଦେଇ ଏକ ଷ୍ଟିଅରିଂ କମିଟି କରିଛି। ସେଥିରେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇ ନାହିଁ। ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ସେହି କମିଟିରେ ନିଆଯାଇ ନାହିଁ। ତେବେ ବର୍ତ୍ତମାନ କୌଣସି ଦଳରେ ଯୋଗ ଦେବାର ନାହିଁ ବୋଲି ସେ କହିଛନ୍ତି। ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଆସୁଥିଲି, ବର୍ତ୍ତମାନ ରାଜନୀତିରେ ନଥିଲେ ମଧ୍ୟ ଲୋକଙ୍କ ସେବା ଜାରି ରଖିବି ବୋଲି ବିଜୟ କହିଛନ୍ତି। ବ୍ୟୁରୋ ରିପୋର୍ଟ, ପବ୍ଲିକ ମିडिଆ।